ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ। ଫାଇନାଲି ଓଡ଼ିଶା ଗଭର୍ଣ୍ଣମେଣ୍ଟ ତରଫରୁ ସର୍ବମୋଟ 8,511 ଜଣ କମ୍ପ୍ୟୁଟର ଆସିଷ୍ଟାଣ୍ଟ ନିଯୁକ୍ତି ହେବା ପାଇଁ ଯାଉଛନ୍ତି। ବଟ୍ ଏଥିରେ ମେନ୍ ପ୍ରୋବ୍ଲେମ୍ କ'ଣ ଜାଣନ୍ତି? ମେନ୍ ପ୍ରୋବ୍ଲେମ୍ ହେଉଛି ଏସବୁ ଆପଣଙ୍କର ପୁଣି ସେଇ କଣ୍ଟ୍ରାକ୍ଚୁଆଲ। ଠିକ୍ ଅଛି, କଣ୍ଟ୍ରାକ୍ଚୁଆଲରେ ଆପଣ ଜାଣିଛନ୍ତି ଚାକିରି ଆପଣଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ସମୟ ପାଇଁ ରଖିବେ, ତାପରେ ତାଙ୍କର ଇଚ୍ଛା ଯେବେ ଚାହିଁବେ ତେବେ ଆପଣଙ୍କର କାଢ଼ିଦେବେ। ନା ସେଇ ସମୟରେ ଆପଣଙ୍କ ପାଖରେ ବୟସ ଥିବ, ନା ଆପଣ ଅନ୍ୟ କୌଣସି ଗଭର୍ଣ୍ଣମେଣ୍ଟ ଚାକିରି ପାଇଁ ଆପଣଙ୍କର ଆପ୍ଲିକେବୁଲ୍ ହେଇପାରିବେ। ତ ଡିଟେଲ ଡିସ୍କସନ୍ କରିବା। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ଜଣେଇ ଦେବେ, ଯୋଉଥିରେ କି ଓଡ଼ିଶା ସାରା ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ବନ୍ଧୁଗଣ ଦେଖନ୍ତୁ, ଏଇଟା ଆପଣଙ୍କର ଗତକାଲି ଓଡ଼ିଶା ସରକାରଙ୍କ ତରଫରୁ ରିଲିଜ୍ କରାଯାଇଥିଲା ପ୍ରେସ୍ ରିଲିଜ୍, ଯୋଉଥିରେ କୁହାଯାଇଛି ଯେ ସର୍ବମୋଟ 8,511 ଗୋଟି ପୋଷ୍ଟିଂ ଆପଣଙ୍କର ମିଳିବ। ଠିକ୍ ଅଛି, କ୍ୱେଶ୍ଚନ ନମ୍ବର 1 ଆପଣଙ୍କର ଏଇଆ କି ସାର୍ କ୍ୱାଲିଫିକେସନ କ'ଣ? ଦେଖନ୍ତୁ, ୟାର କ୍ୱାଲିଫିକେସନ ଯେହେତୁ କଣ୍ଟ୍ରାକ୍ଚୁଆଲ, ତେଣୁକରି ଆପଣଙ୍କର ଯଦି ଖାଲି +3 ପାସ୍ ଆପଣ କରିଛନ୍ତି, ଆଉ PGDCA ଆପଣ କରିଛନ୍ତି କିମ୍ବା DCA ଆପଣ କରିଛନ୍ତି, ଆପଣ ଚାକିରି ପାଇଯିବେ। ବଟ୍ ଯଦି ଆପଣଙ୍କର ଏଇ ପୋଷ୍ଟ ଗୁଡ଼ା ରେଗୁଲାର ହେଇଥାନ୍ତା ନା, ଦେନ୍ ଆପଣଙ୍କୁ BCA ଆପଣଙ୍କୁ ମାଗିଥାନ୍ତା କିମ୍ବା ଆପଣଙ୍କର MCA। କିନ୍ତୁ ଦୁଃଖର ସହିତ କହିବା ପାଇଁ ପଡ଼ୁଛି, ଏଇ ଜିନିଷ ଗୁଡ଼ାରେ ଆପଣମାନେ ହୁଏତ ଚାକିରି ପାଇପାରନ୍ତି କିମ୍ବା ପାଇ ନ ପାରନ୍ତି। ଆପଣ କହିବେ ସାର୍ କାହିଁକି? କାହିଁକି ନା ଏଗୁଡ଼ା ଆପଣଙ୍କର ଆଉଟସୋର୍ସିଂ ହବ। ଆଉ ଆଉଟସୋର୍ସିଂ ଚାକିରି ଗୁଡ଼ା ମାନେ କଣ୍ଟ୍ରାକ୍ଚୁଆଲ ଚାକିରି ଗୁଡ଼ା, ଏଗୁଡ଼ା କୌଣସି ଜାଗାରେ ପବ୍ଲିଶ ହୁଏନି। ପବ୍ଲିଶ ମାନେ ବୁଝିପାରୁଛନ୍ତି ନା? ଯେମିତି ଆପଣମାନେ OSSC ଓ SSC ଆପ୍ଲାଏ କରୁଛନ୍ତି, ପରୀକ୍ଷା ବଗେରା ହେଉଛି, ଏଗୁଡ଼ା ସେମିତି ଆପଣଙ୍କର ହବନି। ଆଉଟସୋର୍ସିଂ ପରେ କଣ୍ଟ୍ରାକ୍ଚୁଆଲ। ଆମର ଗୋଟେ ଅର୍ଗାନାଇଜେସନ ଆପଣଙ୍କର ରହିଛି OCAC ବୋଲି, ସେ ଆପଣଙ୍କର ୟାକୁ ଆପଣଙ୍କର ପୋଷ୍ଟିଂ ଦେବ। ଠିକ୍ ଅଛି, ଏବେ ତାଙ୍କ ଉପରେ ଡିପେଣ୍ଡ କରେ ସେ ଆପଣଙ୍କର କେମିତିକା ୱେରେ ଆପଣଙ୍କର ପିଲାମାନଙ୍କୁ ନେବେ। ତ ଯଦି ଆମେ ପୂର୍ବ କଥା କହିବା, ପୂର୍ବରୁ ବି ଆପଣଙ୍କର ସେଇଭଳିଆ ହେଇଥିଲା। ପୂର୍ବରୁ କ'ଣ ହେଇଥିଲା କହିଲେ? ପୂର୍ବରୁ ବି ସେମ୍, ମାନେ ପିଲାମାନେ ହିଁ ଆପଣଙ୍କର ସେଇ ଭିତରୁ ଆପଣଙ୍କର ପାଇଗଲେ। ଠିକ୍ ଅଛି, ଏଥିରେ କିଛି ପ୍ରୋବ୍ଲେମ୍ ନାହିଁ। ପ୍ରୋବ୍ଲେମ୍ ହେଉଛି ଏଇଟା ଆଉଟସୋର୍ସିଂ। ଆଉଟସୋର୍ସିଂର ଅର୍ଥ ହେଉଛି ଆପଣଙ୍କର କଣ୍ଟ୍ରାକ୍ଚୁଆଲ। କଣ୍ଟ୍ରାକ୍ଚୁଆଲ ମାନେ ହେଉଛି ଗଭର୍ଣ୍ଣମେଣ୍ଟ ଯେତିକି ଦିନ ଚାହିଁବ ରଖିବ, ତାପରେ 5 ବର୍ଷ, ଧରାଯାଉ 5 ବର୍ଷ ରଖିଲା, ଧର 10 ବର୍ଷ ରଖିଲା, ତାପରେ ଆପଣଙ୍କୁ ଧରାଯାଉ କାଢ଼ି ଦିଆଗଲା। କ'ଣ କରିବେ ଆପଣ ସେଇ ସମୟରେ କହିଲେ? ଯେମିତି ୟା ପୂର୍ବରୁ ବି ତ ପୁଣି ଆପଣଙ୍କର କାଢ଼ି ଦିଆଯାଇଥିଲା ନା, ସେଇ ହେଲା ପ୍ରୋବ୍ଲେମ୍, ନହେଲେ କିଛି ନାହିଁ। ତେଣୁକରି କହିବେ ସାର୍ ଦେନ୍ ଆମେ କ'ଣ କରିବୁ? ଯଦି ଆପଣମାନେ ଚାକିରି କରିବା ପାଇଁ ଚାହୁଁଛନ୍ତି, ଆପଣମାନେ କଣ୍ଟାକ୍ଟ କରନ୍ତୁ ଏଇ ଯେଉଁ OCACକୁ, ୟାଙ୍କୁ କଣ୍ଟାକ୍ଟ କରନ୍ତୁ କିମ୍ବା ଯେଉଁମାନେ ପୂର୍ବରୁ ଆପଣଙ୍କର ପୋଷ୍ଟିଂ ପାଇଥିଲେ ତାଙ୍କ ସହିତ କଣ୍ଟାକ୍ଟ କରନ୍ତୁ। ସେମାନେ ହିଁ ଆପଣଙ୍କୁ ହେଲ୍ପ କରିପାରିବେ ଆପଣଙ୍କର ଚାକିରି ପାଇଁ। ବଟ୍ ମନେ ରଖନ୍ତୁ, ଚାକିରି ପାଇଁ କେବେ କାହାରିକୁ ଟଙ୍କା ଦିଅନ୍ତୁ ନାହିଁ, ନହେଲେ ଅଯଥା ଆପଣମାନେ ଠକାମିର ଶିକାର ହେଇପାରନ୍ତି। ଠିକ୍ ଅଛି, ବୁଝିଲେ? ତ ତାଙ୍କ ଉପରେ ଡିପେଣ୍ଡ କରେ ସେ ଆପଣଙ୍କର କୋଉ କ୍ୱାଲିଫିକେସନ ନେବେ। ମୋ ମତରେ ଯେହେତୁ କଣ୍ଟ୍ରାକ୍ଚୁଆଲ ପୋଷ୍ଟ, ତେଣୁକରି +3 ସହିତ PGDCA ଆପଣଙ୍କର କରିଥିଲେ, ଆପଣଙ୍କର ସେମାନେ ନେଇଯିବେ ଆପଣଙ୍କର ପ୍ରାୟତଃ, କିମ୍ବା DCA ପିଲାଙ୍କୁ। ଆଉ ମୋଷ୍ଟଲି ଯେଉଁମାନେ ଚାକିରି ଆପଣଙ୍କର ପୂର୍ବରୁ ପାଇଥିଲେ ସେମାନଙ୍କୁ ବି ହୁଏତ ମିଳିପାରେ। ବଟ୍ ସେଇ କଣ୍ଟ୍ରାକ୍ଚୁଆଲ, ଆପଣ କହିବେ ସାର୍ କଣ୍ଟ୍ରାକ୍ଚୁଆଲ କ'ଣ ହଟିବନି? ଦେଖନ୍ତୁ, କାହିଁ ହଟୁଛି ଆପଣଙ୍କର? ଓଡ଼ିଶା ଗଭର୍ଣ୍ଣମେଣ୍ଟ ସମସ୍ତଙ୍କ ସାମ୍ନାରେ ଆପଣଙ୍କର କହିଲେ କଣ୍ଟ୍ରାକ୍ଚୁଆଲ ଓଡ଼ିଶାରୁ ହଟିଗଲା। ଯଦି ଆପଣଙ୍କର ହଟିଗଲା, ଦେନ୍ ପୁଣି ଆପଣଙ୍କର କୋଉଥିପାଇଁ ଆଉଟସୋର୍ସିଂରେ ଆପଣଙ୍କର ନିଆହଉଛି? ରାଇଟ୍ ନା? କ'ଣ ପାଇଁ ଆଉଟସୋର୍ସିଂ ନିଆହଉଛି? ଯେଉଁମାନେ ଚାକିରି ପାଇବେ ସେମାନଙ୍କୁ ଗୋଟେ ପାର୍ଟିକୁଲାର ଟାଇମ୍ ଲିମିଟ୍ ପାଇଁ ଦିଆଯିବ, ତାପରେ ସେ ମଝିରେ ବି ଆପଣଙ୍କୁ କାଢ଼ି ଦେଇ ପାରନ୍ତି, କିମ୍ବା ଆପଣଙ୍କର ପୁଣି କ'ଣ କରାଯିବ କ'ଣ ନାହିଁ, କଥା ହେଲା ସେଇଟା। ଆପଣମାନେ କାହାକୁ ଆପଣଙ୍କର ଏଠି କ'ଣ କହିବେ? ଠିକ୍ ଅଛି, ଦେଖନ୍ତୁ, ବାଦ ବାକି କିଛି ତ ଆପଣଙ୍କର ଆନ୍ଦୋଳନ ମଧ୍ୟ କରୁଛନ୍ତି। ଦେଖାଯାଉ ଆପଣଙ୍କର କ'ଣ ହେଉଛି ହେଲା। ତ ସବୁ ସାଙ୍ଗମାନଙ୍କୁ ଜଣାନ୍ତୁ, ଖାସ କରିକି OCAC OCSCକୁ ଆପଣଙ୍କର କଣ୍ଟାକ୍ଟ କଲେ ସେମାନେ ଆପଣଙ୍କୁ କହିପାରିବେ ଯେ କୋଉ ବେସିସ୍ରେ ଆପଣଙ୍କର ସିଲେକ୍ସନ୍ ହେବ। ଏଥିରେ ବହୁତ ଭିତରିଆ ଖେଳ ହୁଏ ନା। ଠିକ୍ ଅଛି, ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।